ଯେଉଁ ପରିବାରରେ କ୍ଲେଶ ଓ ଅଶାନ୍ତି ସବୁବେଳେ ଲାଗି ରହୁଥିବ, ସେମାନଙ୍କ ପୂଜାସ୍ଥାନରେ କିମ୍ବା ଘରର କବାଟରେ ଅଂ ଲେଖାଗଲେ ଶାନ୍ତିର ବାତାବରଣ ଉତ୍ପନ୍ନ ହୋଇଥାଏ ଏବଂ ସବୁ କାର୍ଯ୍ୟ ଆପେ ଆପେ ଶାନ୍ତିପୂର୍ବକ ସମ୍ପନ୍ନ ହୋଇଥାଏ। ଅଂର ସ୍ଥାପନା କରିବା ସମୟରେ ଶ୍ରୀ ଗଣେଶ ମନ୍ତ୍ର ଉଚ୍ଚାରଣ କରନ୍ତୁ। ସବୁ ପ୍ରକାର ବାଧାବିଘ୍ନ ଏହାଦ୍ୱାରା ଦୂର ହୋଇଥାଏ। ଶ୍ରୀ ଗଣେଶ ବିଘ୍ନନାଶକ, ତେଣୁ ତାଙ୍କର ଉପାସନା ଅତି ଆବଶ୍ୟକ। ଯଦି କୌଣସି ଲୋକ ନିଜ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ବେଳେ ମନ ବିଚଳିତ ହେଉଛି, ତେବେ ସେ ନିଜ ଟେବୁଲ ଉପରେ କିମ୍ବା ପାଖରେ ଅଂ ରଖି ଏହାକୁ ଏକାଗ୍ରତାର ସହ ମନେ ମନେ ଉଚ୍ଚାରଣ କଲେ ମନରେ ଶାନ୍ତି ଉତ୍ପନ୍ନ ହେବ ଏବଂ କାମ ପ୍ରତି ଆଗ୍ରହ ପ୍ରକାଶ ପାଇବ। ବିଶେଷ କରି ବିଦ୍ୟାର୍ଥୀମାନେ ନିଜ ସ୍କୁଲ ବ୍ୟାଗରେ ଅଂକୁ ରଖି କିଛି ସମୟ ଏହାକୁ ମନେ ମନେ ଉଚ୍ଚାରଣ କଲେ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ଏବଂ କ୍ରୋଧ ଓ ଚିଡ଼ିଚିଡ଼ା ପ୍ରକୃତି ଦୂର ହୋଇଥାଏ। ଏହାଦ୍ୱାରା ପାଠ ପ୍ରତି ଆଗ୍ରହ ପ୍ରକାଶ ପାଏ। ଘରର କୌଣସି କୋଣ ଅଶୁଭ ଥିଲେ ନିଜ ଘରର ଚାରିକୋଣରେ ଧାତୁରେ ନିର୍ମିତ ଅଂକୁ ଓହଳାଇଲେ ଏହାଦ୍ୱାରା ଅଶୁଭତ୍ୱ ଦୂର ହୋଇଯାଏ। ଅଂ ବାହନ ଚାଳକ ପାଇଁ ଅତି ଆବଶ୍ୟକ। ଅଂକୁ ନିଜ ଯାନରେ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ବାହନ ଚାଳକଙ୍କ ମନ ବିଚଳିତ ହେବ ନାହିଁ ଏବଂ ଦୁର୍ଘଟଣାରୁ ରକ୍ଷା ମିଳିବ। ଯାତ୍ରା ମଧ୍ୟ ମଙ୍ଗଳମୟ ରହିବ। ସନାତନ ହିନ୍ଦୁ ଧର୍ମରେ ଅଂ ଚିତ୍ରର ମହତ୍ତ୍ୱ ବିଶେଷ ରହିଛି ଏବଂ ସବୁ କାର୍ଯ୍ୟ ପାଇଁ ଏହା ଶୁଭ ଚିହ୍ନ। ଅଂ ମଙ୍ଗଳର ପ୍ରତୀକ ଏବଂ ସମ୍ପୂର୍ଣ୍ଣ ଅମଙ୍ଗଳର ନାଶକ। ସବୁ ଧର୍ମସ୍ଥଳ ଓ ମାଙ୍ଗଳିକ କାର୍ଯ୍ୟରେ ଏହି ଅଂର ବିଶେଷ ଉପଯୋଗ ହୋଇଥାଏ। କର୍ମକାଣ୍ଡର ଲଘୁ ପୂଜା ଓ ବୃହର ପୂଜାରେ ଅଂର ସ୍ଥାପନା କରାଯାଏ। ଅଂ ଶ୍ରୀ ସ୍ୱରୂପ ଲକ୍ଷ୍ମୀ ତଥା ବିଘ୍ନନାଶକ ଗଣପତିଙ୍କ ସଂଯୁକ୍ତ ଶୁଭ ସ୍ୱରୂପ। ଅଂ ଉଚ୍ଚାରଣ କରିବା ଦ୍ୱାରା ବ୍ୟକ୍ତିର ଭିତରେ ନୂଆ ଚେତନାର ଜାଗୃତି ହୋଇଥାଏ। ଅଂ ତଥା ଶ୍ରୀର ଏକ ସହିତ ସମାବେଶ ହୋଇଥାଏ। ଅଂ ଶକ୍ତି, ଶାନ୍ତ ଓ ଏକାଗ୍ରତାର ପ୍ରତୀକ। ଅଂର ଅର୍ଥ ସର୍ବକାର୍ଯ୍ୟ ସୁସର୍ବଦା। କୌଣସି ମନ୍ତ୍ର ଜପ କରିବା ପୂର୍ବରୁ ଅଂ ଉଚ୍ଚାରଣ କରାଯାଏ। ଅଂର ଶକ୍ତି ଯୋଗୁଁ ଏହାକୁ ଉଚ୍ଚାରଣ କରିବା ମନ୍ତ୍ର ଭଳି ଲାଭଦାୟକ। ଅଂ ଚିହ୍ନ ନିଜ ପୂଜାସ୍ଥଳରେ କିମ୍ବା ନିଜ ଯାନରେ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଯାନ ଚଳାଇବା ସମୟରେ ଶାନ୍ତି ବଜାୟ ରହିବ। ଶାରୀରିକ ଓ ମାନସିକ ବିକାଶରେ ଅଂ ବହୁତ ସହାୟକ ହୋଇଥାଏ। ସ୍ୱାସ୍ଥ୍ୟ, ଶାନ୍ତି ଓ ଦୀର୍ଘାୟୁ ପାଇଁ ଅଂର ଉଚ୍ଚାରଣ କିମ୍ବା ଉପଯୋଗ କରିବା ବହୁତ ଲାଭଦାୟକ। ଅଂ ହେଉଛି ଗଣେଶଙ୍କ ପ୍ରତୀକ। ଧାତୁରେ ନିର୍ମିତ ଅଂକୁ ଏକ ଲାଲ ରଙ୍ଗର ସୂତାରେ ବାନ୍ଧି ଏହା ତଳେ ଘଣ୍ଟି ଲଗାଇ ରଖିଲେ ବେଶ୍ ଶୁଭଦାୟକ। ଯେଉଁ ଭକ୍ତ ମନ୍ଦିର ଯାଏ, ସେ ସର୍ବପ୍ରଥମେ ଭଗବାନଙ୍କ ସମ୍ମୁଖରେ ଥିବା ଘଣ୍ଟିକୁ ବଜାଇଥାଏ। ତେଣୁ ଏହି ପ୍ରତୀକକୁ ମନ୍ଦିରରେ କିମ୍ବା ଗାଡ଼ିରେ ଲଗାନ୍ତୁ ଏବଂ ଅଂ ଶକ୍ତିର ଲାଭ ଉଠାନ୍ତୁ।